ବଦଳିବ ପାଗ, ଆଜିଠାରୁ ହୋଇପାରେ ବର୍ଷା। ରାଜ୍ୟରେ ଜାରି ରହିଛି ଶୀତଲହରୀ, ଶୀତ ପାଇଁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ 24 ଘଣ୍ଟା ଯାଏଁ ରାଜ୍ୟରେ କୁହୁଡ଼ି ରହିବ। 6 ତାରିଖ ଅର୍ଥାତ୍ ଆଜିରୁ ରାଜ୍ୟରେ ପାଗ ବଦଳିବା ସହ ହାଲୁକା ବର୍ଷା ହୋଇପାରେ। ସୋମବାର ଅର୍ଥାତ୍ କାଲି ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି 12 ଜିଲ୍ଲାରେ ଗହନ କୁହୁଡ଼ି ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା। 24 ଘଣ୍ଟା ଅର୍ଥାତ୍ ଆଜି ପାଗ ବଦଳିବା ସହ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଆଜି ଦିନ ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାବେଳେ 7 ତାରିଖରେ ଉତ୍ତର ପଶ୍ଚିମ ଓଡ଼ିଶାର 10ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା 4ରୁ 5 ଦିନ ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। 2016 ପରି ଚଳିତ ବର୍ଷ ବି ଅନୁଭୂତ ହେବ ପ୍ରବଳ ତାତି। ଜାଣନ୍ତୁ କ'ଣ କହିଲା ପାଣିପାଗ ବିଜ୍ଞାନୀ। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ଟି କ'ଣ ରହିଛି। ଭାରତ ଏଥର ବସନ୍ତ ଋତୁ ବହୁତ କମ୍ ସମୟ ପର୍ଯ୍ୟନ୍ତ ଅନୁଭୂତ ହେବ। ଏହାପରେ ଭୀଷଣ ଗରମ ଅନୁଭୂତ ହେବ। ପାଣିପାଗ ବିଜ୍ଞାନୀ ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ତାତି ପ୍ରବଳ ରହିବ ବୋଲି ଚେତାବନୀ ଶୁଣାଇଛନ୍ତି। ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ ଆଲ୍ ନିନୋ ପ୍ରଭାବ ଅନୁସାରେ ବସନ୍ତ ପରେ ଭୀଷଣ ଗରମ ଆରମ୍ଭ ହୋଇଯିବ। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଏପ୍ରିଲରୁ ଜୁନ୍ ମଧ୍ୟରେ ଅଲ୍ ନିନୋ ଓ ଦକ୍ଷିଣ ପବନ ବହୁତ ଧୀମା ରହିବ। ଜୁଲାଇ ସେପ୍ଟେମ୍ବର ବେଳକୁ ପାଣିପାଗ ସାମାନ୍ୟ ସୁଧୁରିବ। 2024 ବର୍ଷ ଆରମ୍ଭରୁ ଅଲ୍ ନିନୋ ମଜବୁତ ସ୍ଥିତି ରହିଛି ଓ ଏହା ମେ ଜୁନ୍ ସୁଦ୍ଧା ସମାପ୍ତ ହୋଇଯିବ। ଏହାପରେ ପୁଣି ଅଚାନକ ବୃଦ୍ଧି ପାଇବ ଓ ବର୍ଷ ଶେଷ ସୁଦ୍ଧା ଲା ନିନୋ ସୃଷ୍ଟି ହେବ। 2015ରେ ଲା ନିନୋ ସ୍ଥିତି ମଜବୁତ ଥିବାରୁ 2016ରେ ପ୍ରଚଣ୍ଡ ଗରମ ଅନୁଭୂତ ହୋଇଥିଲା। ପାଣିପାଗ ବିଭାଗ ଅନୁଯାୟୀ ଜୁନ୍ ସୁଦ୍ଧା ଆଲ୍ ନିନୋ ସ୍ଥିତି ଧୀମା ରହିବ, କିନ୍ତୁ ଏଥର ମୌସୁମୀ ପୂର୍ବାପେକ୍ଷା ସ୍ୱାଭାବିକ ଓ ଭଲ ରହିବ ବୋଲି IMD କହିଛି। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ମାତ୍ର 14 ଟଙ୍କାରେ ସ୍ୱାମୀ ସ୍ତ୍ରୀଙ୍କୁ ମିଳିବ 5,000 ଲେଖାଏଁ ପେନ୍ସନ୍। ତ କେମିତି ପାଇବେ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ଟି। ତ ଏହି ଯୋଜନାର ନାମ ହେଉଛି ଅଟଳ ପେନ୍ସନ୍ ଯୋଜନା। ଏହି ଯୋଜନା ଗୁଡ଼ିକ ଦେଶର ବେଶ୍ ଲୋକପ୍ରିୟ ଏବଂ ଏଥିରେ ବିନିଯୋଗ କରି ଆପଣ ଅନେକ ଲାଭ ପାଇପାରିବେ। ଆସନ୍ତୁ ଏହି ଯୋଜନା ବିଷୟରେ ବିସ୍ତୃତ ଭାବରେ ଜାଣିବା। ଆପଣ 18ରୁ 40 ବର୍ଷ ମଧ୍ୟରେ ଅଟଳ ପେନ୍ସନ୍ ସ୍କିମ୍ ପାଇଁ ଆବେଦନ କରିପାରିବେ। ପଞ୍ଜୀକରଣ ପରେ ଆପଣ ଏହି ଯୋଜନାରେ କେତେ ବର୍ଷ ବିନିଯୋଗ କରିବାକୁ ପଡ଼ିବ ତାହା ସ୍ଥିର ହେବ। ଏହି ସରକାରୀ ଯୋଜନାରେ ଯଦି ଆପଣ ପ୍ରତିଦିନ 14 ଟଙ୍କା ସେଭିଂ କରନ୍ତି, ତେବେ ଆପଣ ପ୍ରତି ମାସରେ 5,000 ଟଙ୍କା ପେନ୍ସନ୍ ପାଇପାରିବେ। ଏହା ସହିତ ଯଦି ତୁମେ ସ୍ୱାମୀ ସ୍ତ୍ରୀ ଏକତ୍ର ମିଳିତ ଖାତା ଖୋଲିପାରିବେ, ତେଣୁ ଉଭୟ 5,000 ଲେଖାଏଁ ଟଙ୍କା ପାଇବେ। ଏହି ଯୋଜନାରେ 60 ବର୍ଷ ବୟସରେ ଉଭୟ ସ୍ୱାମୀ ସ୍ତ୍ରୀ ପ୍ରତି ମାସରେ 10,000 ଟଙ୍କା ପେନ୍ସନ୍ ପାଇବେ। ଆପଣ enps.nsdl.com ୱେବସାଇଟ୍ରେ ପରିଦର୍ଶନ କରି ଅନଲାଇନ୍ ସ୍କିମ୍ ପାଇଁ ଆବେଦନ କରିପାରିବେ। ଅଟଳ ପେନ୍ସନ୍ ସ୍କିମ୍ ପାଇଁ ଆବେଦନ କରିବାକୁ ଆପଣଙ୍କୁ ଆଧାର କାର୍ଡ଼, ମୋବାଇଲ ନମ୍ବର, ପରିଚୟ ପତ୍ର, ଠିକଣା ପ୍ରମାଣପତ୍ର, ପାସପୋର୍ଟ ସାଇଜ୍ ଫଟୋ, ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଇତ୍ୟାଦି ଡକୁମେଣ୍ଟ ଦରକାର। ତ ସମସ୍ତେ ଶୀଘ୍ର ଯାଇ ଆବେଦନ କରିନିଅନ୍ତୁ। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ମାଗଣାରେ ମୋଦି ସରକାର ଦେବେ 25,000 ଟଙ୍କା, ଜାଣନ୍ତୁ କିପରି ପାଇବେ। ସାଧାରଣ ଲୋକଙ୍କ ପାଇଁ ପୁଣି ଆସିଛି ଏକ ଖୁସି ଖବର। ଆପଣ ମାଗଣାରେ 25,000 ଟଙ୍କା ପାଇପାରିବେ। ତ ଚାଲନ୍ତୁ ଦେଖିନେବା ଏହାର ସମ୍ପୂର୍ଣ୍ଣ ବିବରଣୀ କ'ଣ ରହିଛି। କେନ୍ଦ୍ର ସରକାର ମାଇ ଗାଉ ଏକ ନୂଆ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛନ୍ତି। ଯଦି ଆପଣ ଏଥିରେ ଅଂଶଗ୍ରହଣ କରନ୍ତି ଏବଂ ବିଜେତା ହୁଅନ୍ତି, ତେବେ ଆପଣ ମଧ୍ୟ ଏହି ଟଙ୍କା ପାଇପାରିବେ। ଜାତୀୟ ଡ୍ୟାମ୍ ସୁରକ୍ଷା ପ୍ରାଧିକରଣ NDSA ପାଇଁ ମୋଦି ସରକାର ଏକ ଲୋଗୋ ଡିଜାଇନ୍ ପ୍ରତିଯୋଗିତା କରୁଛନ୍ତି। ଯଦି ଆପଣ ଏଥିରେ ଅଂଶଗ୍ରହଣ କରନ୍ତି ଏବଂ ବିଜେତା ହୁଅନ୍ତି, ଆପଣ ଟଙ୍କା ମଧ୍ୟ ପାଇପାରିବେ। ଆପଣଙ୍କୁ କେବଳ ଏକ ଲୋଗୋ ଡିଜାଇନ୍ କରିବାକୁ ପଡ଼ିବ। ଜଳସମ୍ପଦ ବିଭାଗର ଜାତୀୟ ଡ୍ୟାମ୍ ସୁରକ୍ଷା ପ୍ରାଧିକରଣ RD&GR ଜନସମ୍ବଳ ବିଭାଗ ନିକଟରେ ମାଇ ଗାଉ ସହଯୋଗରେ ଏକ ଲୋଗୋ ଡିଜାଇନ୍ କରିବାକୁ ଭାରତ ନାଗରିକଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଥିଲା। ତେଣୁ ଆପଣ ଏହି ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇପାରିବେ। ଲୋଗୋ ଡିଜାଇନ୍ ପ୍ରତିଯୋଗିତାର ଉଦ୍ଦେଶ୍ୟ ହେଉଛି ଜାତୀୟ ବନ୍ଧ ସୁରକ୍ଷା ପ୍ରାଧିକରଣ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା। ଲୋଗୋ ଜାତୀୟ ଡ୍ୟାମ୍ ସୁରକ୍ଷା ପ୍ରାଧିକରଣ କାର୍ଯ୍ୟକୁ ପ୍ରତିନିଧିତ୍ୱ କରିବା ଉଚିତ। ଆପଣ ଡିଜାଇନ୍ କରିଥିବା ଲୋଗୋ ୱେବସାଇଟ୍ ଏବଂ ସୋସିଆଲ ମିଡ଼ିଆରେ ବ୍ୟବହାର ଯୋଗ୍ୟ ହେବା ଉଚିତ। ବିଜ୍ଞାପନ ପାଇଁ ମଧ୍ୟ ବ୍ୟବହାର ହେବ। ପରିକଳ୍ପିତ ଡିଜାଇନ୍ର ମୂଲ୍ୟ ଉତ୍ସ ଫାଇଲ୍ ପ୍ରଦାନ କରାଯିବା ଉଚିତ। ଲୋଗୋ ଡିଜାଇନ୍ ୱାଟରମାର୍କ ରହିବା ଉଚିତ ନୁହେଁ। ପିକ୍ସେଲ୍ ବାହାରେ କରି ରହିବା ଉଚିତ ନୁହେଁ। ସଂକୁଚିତ ଫର୍ମାଟ୍ରେ ମଧ୍ୟ ନୁହେଁ। ଲୋଗୋ ଡିଜାଇନ୍ କେବଳ ହିନ୍ଦୀ କିମ୍ବା ଇଂରାଜୀରେ କରାଯିବା ଉଚିତ। ଲୋଗୋର ଅର୍ଥ ବୁଝାଇବା ପାଇଁ ଏକ ନୋଟ୍ ମଧ୍ୟ ଦିଆଯିବ। JPG ବା PNG ଫର୍ମାଟ୍ରେ ତୁମେ ତୁମର ଲୋଗୋ ଦେଇପାରିବ। ଲୋଗୋ 1000x1000 ପିକ୍ସେଲ୍ ଆକାରରେ ହେବା ଉଚିତ। ଲୋଗୋ ନିଜେ ଡିଜିଟାଲ ପ୍ଲାଟଫର୍ମରେ ଡିଜାଇନ୍ ହେବା ଉଚିତ। ପୂର୍ଣ୍ଣ ରଙ୍ଗ ସଂସ୍କରଣ, କଳା ଏବଂ ଧଳା ସଂସ୍କରଣରେ ଦିଆଯିବା ଉଚିତ।
ତ ସମସ୍ତେ ଯାଇ ଶୀଘ୍ର ଏହି ପ୍ରତିଯୋଗିତାରେ ଭାଗ ନେଇ ନିଅନ୍ତୁ। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ପରିବାରରେ ଗୋଟିଏ ଝିଅ ଥିଲେ ସରକାର ଦେବେ 31,000 ଟଙ୍କା। ଚାଲନ୍ତୁ ଦେଖିବା ସମ୍ପୂର୍ଣ୍ଣ ବିବରଣୀ କ'ଣ ରହିଛି। ଝିଅଙ୍କ ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ବଡ଼ ଯୋଜନା। ଏହି ସ୍କିମ୍ ହେଉଛି ସାବିତ୍ରୀବାଇ ଜ୍ୟୋତିରାଓ ଫୁଲେ ଫେଲୋସିପ୍ ସ୍କିମ୍। ଯଦି ପରିବାରରେ କେବଳ ଗୋଟିଏ ଝିଅ ଅଛନ୍ତି ତେବେ ଏହି ଯୋଜନାର ଲାଭ ଉଠାଇ ପାରିବେ। କେନ୍ଦ୍ର ସରକାର ସେହି ଝିଅକୁ 5 ବର୍ଷ ପାଇଁ ମାଗଣା ଟଙ୍କା ଦେବେ। ତ ଏହି ଯୋଜନାର ଲାଭ ବିଷୟରେ ଜାଣିନେବା। ଏହି ଯୋଜନା ଅଧୀନରେ କେନ୍ଦ୍ର ଜୁନିୟର ରିସର୍ଚ୍ଚ ଫେଲୋମାନଙ୍କୁ 2 ବର୍ଷ ପାଇଁ ମାସକୁ 31,000 ଟଙ୍କା ପ୍ରଦାନ କରିବ। ଅବଶିଷ୍ଟ ଅବଧି ପାଇଁ ଏହା ସିନିୟର ରିସର୍ଚ୍ଚ ଫେଲୋମାନଙ୍କୁ ପ୍ରତ୍ୟେକ 35,000 ଟଙ୍କା ମଧ୍ୟ ଦେଇଥାଏ। ଦିବ୍ୟାଙ୍ଗ ବିଦ୍ୱାନମାନଙ୍କୁ ମଧ୍ୟ ମାସକୁ 35,000 ଦିଆଯାଇଥାଏ। ଯଦି ସମ୍ଭବ ସେହି ବିଦ୍ୱାନମାନଙ୍କୁ ହଷ୍ଟେଲ ରହଣି ସୁବିଧା ମଧ୍ୟ ପ୍ରଦାନ କରାଯାଇଥାଏ। ତ ଯୋଗ୍ୟତା ବିଷୟରେ ଜାଣିନେବା। ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଥିବା ଝିଅ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା କଲେଜ କିମ୍ବା ଅନୁଷ୍ଠାନରେ PhD କରିବା ଉଚିତ। ଏହା ମଧ୍ୟ ପୂର୍ଣ୍ଣ ସମୟ ହେବା ଉଚିତ। ଏହି ଯୋଜନା ପାର୍ଟ ଟାଇମ୍ କିମ୍ବା ଡିଷ୍ଟାନ୍ସ PhD ଆଡମିସନ୍ ପାଇଁ ପ୍ରଯୁଜ୍ୟ ନୁହେଁ। ଝିଅର ବୟସ 40 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। SC ST OBC PWD 45 ବର୍ଷ। NSCC ସାର୍ଟିଫିକେଟ୍ କେନ୍ଦ୍ରୀୟ ରାଜ୍ୟ ବିଶ୍ୱବିଦ୍ୟାଳୟ କିମ୍ବା NSCC ସାର୍ଟିଫିକେଟ୍ ବିବେଚିତ ବିଶ୍ୱବିଦ୍ୟାଳୟରୁ PhD କରିଥିବା ଉଚିତ। ସରକାରୀ ଅନୁପାତ ଏବଂ ଡିଗ୍ରୀ ପୁରସ୍କାର ପ୍ରଦାନକାରୀ ସଂସ୍ଥାରେ PhD କରି ମଧ୍ୟ ଏହା ହାସଲ କରାଯାଇପାରିବ। ତ ଆବେଦନ କରିବା ପାଇଁ ପ୍ରଥମେ ଏହାର ଅଫିସିଆଲ ୱେବସାଇଟ୍ www.ugc.gov.in କୁ ଯାଆନ୍ତୁ। ଏଥିରେ ଆପଣଙ୍କୁ ଷ୍ଟୁଡେଣ୍ଟ କର୍ଣ୍ଣରକୁ ଯିବାକୁ ପଡ଼ିବ। ଏହାପରେ ସିଙ୍ଗଲ ଗର୍ଲ ଚାଇଲ୍ଡ ପାଇଁ ସାବିତ୍ରୀବାଇ ଜ୍ୟୋତିରାଓ ଫୁଲେ ଫେଲୋସିପ୍ ଚେକ୍ କରନ୍ତୁ। ସେଠାରେ ଏକ ନୂତନ ଉପଭୋକ୍ତା ଭାବରେ ପଞ୍ଜୀକରଣ କରନ୍ତୁ ଏବଂ ସମସ୍ତ ବିବରଣୀ ଦେଇ ଏହାକୁ ସବମିଟ୍ କରିଦିଅନ୍ତୁ। ତ ସମସ୍ତେ ଶୀଘ୍ର ଯାଇ ଏହାକୁ ଆବେଦନ କରିନିଅନ୍ତୁ। ତ ସାରାଦିନରେ ଏହିପରି ବଛା ବଛା ଏବଂ ଗୁରୁତ୍ୱପୂର୍ଣ୍ଣ ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏବଂ ଆମ ଭିଡ଼ିଓକୁ ଗୋଟିଏ ଲାଇକ୍ କରିଦିଅନ୍ତୁ। ଧନ୍ୟବାଦ।